अछ माँ भिक्षा मुठे मिलू किया छ माँ भिक्षा मुठे मिलू किया छ माँ भिक्षा मुठे मिलू ओम भूर्भुवस्यः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। किए तुम्हें विप्रा केउठार तुम्हारे घर कुह घर हेउची श्रीक्षेत्र बहुत दिन उपवासी आम्भे किछि कण खाइबाकू मिलिबो। शुणिलु तुम सान्ताणी अन्नपूर्ण नाम तेणु आमे दुई भाई धाइछु बिकले दयाकरी आमको किछि देव कि भोजन। एठाकू आसी कई न फेरती निराशे सतोष लभी फेरती निश्चय किंतु आउ किंतु कोन दासी शुणा हेबी प्रमाणी जहा कहूची बाणी हे जहा कहूची बाणी दया धर्म पुण्य बत अटंती राणी। शुणा हेबी प्रमाणी जहा कहूची बाणी हे जहा कहूची बाणी दया धर्म पुण्य बत अटंती राणी। तबे भूरी भोजन चिंता न कर मन चिंता न कर मन किंतु तुम्हें ब्राह्मण का अटल आमर साताणी चंडाल कबराणी चंडाल कबराणी ताक हस्तु करी बाकी भोजन जानी। कदी देवे सुकार आशा पूरा मधर हे आशा पूरा मधर भोजन कर माळाए नुआ कातर। एइटा हेउची चंडालुणी गृह ना 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 केबे हेले संपूर्ण होई परिबो नाही आमे केबे हेले आहार करिबुनी। कहीं मना करुछ अग्रज जाति गोत्र को धरी आमे हेलेनी हताश केउठारे किछि खाइबा पई पाइले ना मना करनी अग्रज से चंडालुणी हंतु पछे तांकरी हस्तरु आज आमे करिबा भोजन। ता माने तू कहूचु जाति गोत्र भूली आमे करिबा भोजन चंडाल ब्राह्मण समस्ते होइबा समान। गोसाई आपण काई मना करछन जे जेतेबेले गोसाई राजी अछन आपण काई मना करछन कहले। दासी गोसाई जाओ तुम माँ शांताणी को कहीदेव सबू जिनिस पत्र आमको देदेवे आमे निजे रोषई करी खाइबू किछि असुविधा नहीं। बड़ जाति ब्राह्मण तो हाउ जाउची माँ को बुझिकी कहबी आस चलो चलो आउ विलंब करनी चलो। तुलसी ସେମାନେ କ'ଣ କହିଲେ? ମାଁ ସେ ବେନି ବ୍ରାହ୍ମଣ ଆପଣ ହାତରୁ ଅନ୍ନ ଜଳ ଗ୍ରହଣ କରିବାକୁ ମନା କରିଦେଲେ। କ'ଣ କହିଲେ ଜାଣିଛ ମା? ସେ ବେନି ବ୍ରାହ୍ମଣ କହିଲେ ଆମେ ହେଉଛୁ ଜାତିଶ୍ରେଷ୍ଠ ବ୍ରାହ୍ମଣ ଛାର ଗୋଟେ ଚଣ୍ଡାଳୀ ହସ୍ତ ପୁଣି କରିବୁ ଭୋଜନ ସିଧାସଳଖ ମନା କରିଦେଲେ ମା ସିଧାସଳଖ ମନା କରିଦେଲେ। କ'ଣ କହିଲୁ ତୁଳସୀ? ସେମାନେ ମୋ ହସ୍ତରୁ ଅନ୍ନ ଜଳ ଗ୍ରହଣ କରିବେନି? ହଁ ମା ତେବେ ଠିକ୍ ଅଛି ତୁଳସୀ ଯାଅ କାଠ ଚାଉଳ ହାଣ୍ଡି ଦେଇଦେବୁ ତାଙ୍କୁ ସେ କରନ୍ତୁ ରୋଷେଇ। ତେବେ ଯାଉଛି ମା ସବୁ ସଜ କରି ଖଞ୍ଜାଇ ଦେଇ ଆସିବି। हे पवन अग्निचल ମୋ ପତିଙ୍କୁ ତୁମେ କେବେ ନ ସହାୟ। ହଁ ମୋ ପତିଙ୍କୁ ତୁମେ କେବେ ନ ହୁଅ ସହାୟ। ମୁଁ ତୁମକୁ କରୁଛି ସତ ଅନୁରୋଧ ମୋ ପତିଙ୍କୁ ତୁମେ ନ ହୁଅ ସହାୟ।
ଏ ଉଦର ଜଳ ମୁଁ ଆଉ ସହିପାରୁନି ଭାଇ। ଜଗା କ୍ଷୁଧାରେ ପେଟଟା ମୋର ଜଳି ଯାଉଛି। ଜଗା ଅପେକ୍ଷା କର ଜଗା, ଦାସୀ ଆସିଲେ ସବୁ ଠିକ ହେଇଯିବ। ସେ ନିଶ୍ଚୟ ଆସି ଆମକୁ କିଛି ଖାଇବାକୁ ଦେବ। ସେ କ'ଣ ଆଉ ଆସିବେ? ଜଗା ତୁମେ ତାକୁ ଚାଣ୍ଡାଳି ବୋଲି କହି ଘୃଣା କଲ, ଜଗା ସେ ରାଗ ହୋଇ ଚାଲିଗଲେ। ସେ ଆଉ ଜମା ଆସିବେନି ନା। ଜଗା ଅପେକ୍ଷା କରିବାକୁ ପଡ଼ିବ। ସେ ନିଶ୍ଚୟ ଆସିବ ଆମର ନିକଟେ। ଆସିଲେ ସବୁ ଠିକ ହେଇଯିବ, ଆମକୁ କିଛି ଖାଇବାକୁ ଦେବ। ହେଲେ ଉଦର ଜଳ ମୁଁ ଆଉ ସହିପାରୁନି ଭାଇ। ଜଗା କ୍ଷୁଧାରେ ପେଟଟା ମୋର ଜଳି ଜଳାଣି। ଗୋସେଇ ଏଇଠି ଗୋସେଇ ହାଣ୍ଡି କାଠ ଚାଉଳ ପରିବା ସବୁ ରହିଲା, ନିଜ ହାତ ରୋଷେଇ କରି ଖାଇବ। ମୁଁ ଏବେ ଆସୁଛି। ହଁ, ଗଲାବେଳେ ଆମ ହାଣ୍ଡି କଳସି ନେଇକି ଯିବନି, ଦେଇକି ଯିବ ହେଲା। କ'ଣ ଆମକୁ ଚୋର ଦସ୍କର ଭାବୁଛ ଦାସୀ? ଏ ମା, ଏ ଯୁଗରେ କାହାକୁ ବିଶ୍ୱାସ ଅଛି ଲୋ ମା? ତୁମ ପରି କେତେ ଅତିଥି ଏମିତି ଆସନ୍ତି, ଖାଇ କରି ରହନ୍ତି, ରାତି ହେଲେ ଚୋରି କରିକି ନେଇକି ଯାଆନ୍ତି। ଏ ଯୁଗରେ କାହାକୁ ବିଶ୍ୱାସ ଅଛି କହିଲ? ମୁଁ ଆସୁଛି ଗୋସେଇ। ଦେଖୁଛୁ ଜଗା, ଭାଇ ଏ ଦାସୀମାନଙ୍କର ମୁହଁ ବଢ଼ିଗଲାଣି। ଆମକୁ ଚୋର ଖଣ୍ଟ ଦସ୍କର କହି ଚାଲିଗଲା। ଓହୋ ଭାଇ, ଛାଡ଼ ସେ କଥା। ଜଗା ସେ ସବୁ ଜିନିଷ ଆମକୁ ଦେଇଦେଲେଣି, ଆଉ ଅପେକ୍ଷା କରିବା କାହିଁକି? ଜଗା ଚାଲ ଆମେ ଭୋଜନର ପ୍ରସ୍ତୁତ କରିବା। ଚାଲ ଭାଇ, ଜଗା। ଜମା ବିଳମ୍ବ କର। ତୁ ଚୁଲି ଲଗା, ଆଉ ମୁଁ ପରିବା କାଟୁଛି। ହଁ ଭାଇ, ଚାଲ ଜଗା। ମୁଁ ଚୁଲି ଲଗାଉଛି। ଜଗାଟା ଯୋଉଥିରେ ଆଗେ ହାତ ଦବ ଜମା ସେଇ କାମ ହବନି। ଆରେ ଜଗା, ଆରେ ଫୁକେ ଜଳ। ଜମାରୁ ଚୁଲି ଜଳୁନି ଭାଇ, ଜମାରୁ ଜଳୁନି। ନିଷ୍ଠୁରନିଆ ନ ଜଳିନ ଧୂଆ ଫଳରାମେ ଫୁଆ ବୁଲାଉଛ, ଫଳରାମେ ଫୁଆ ବୁଲାଉଛ। ତାତିଲା ପାଣି ହାଣ୍ଡି ଦେବି ହାଣି, ନ ଜାଣି ଅଧର୍ମ କରୁଅଛୁ, ନ ଜାଣି ଅଧର୍ମ କରୁଅଛୁ। ଅନ୍ନହାରେ ଆମ ଜଳୁଛି ଉତ୍ତର, ନ ଜଳିନ ଚୁଲି ନିଭି ଯାଉ, ନ ଜଳିନ ଚୁଲି ନିଭି ଯାଉ। ହସିବି ସକଳ ହାଣ୍ଡି ଚୁଲି ଜଳ, ମଳୟ ଆଗେ ଦେଖାଉ ଭାଉ,
ପ୍ରଳୟ ଆଗେ ଦେଖା। ତୁମେ କ'ଣ କଲ ଅଗ୍ରଜ? ଜଗା ଚୁଲିରେ ନ ଜଳିଲା ଅଗ୍ନି, ସେଥିପାଇଁ ତୁମେ ରାଗରେ ସବୁ ବାଡ଼େଇ କରିଦେଲ ଚୁନା। ଜଗା ହେଲେ ତାଙ୍କର ଏବେ ହାଣ୍ଡି କଳସ ଆମେ କେଉଁଠୁ ଆଣି ଫେରାଇବା? ଜଗା ଉଠା ଜଳା ସହି ନ ପାରି ହାଣ୍ଡି କଳସି ଆଜି ବାଡ଼େଇ ଭାଙ୍ଗି ଦେଇଛି, କିନ୍ତୁ ଯୋଉ ଦରର ଜଳା ବାରମ୍ବାର ଦ୍ୱିଗୁଣା ହୋଇ ବଢ଼ି ଉଠୁଛି, କିପରି ଆମେ କରିବା ଆହାର? ଜଗା କିପରି ଆମେ କରିବା ଆହାର? ମୋ କଥା ଥରେ ରଖିବ ଅଗ୍ରଜ। ଜଗା ସେ ଚଣ୍ଡାଳୁଣୀ ହେଲେ ମଧ୍ୟ ତାଙ୍କର ହସ୍ତରୁ ଆଜି ଆମେ କରିବା ଭୋଜନ। ଜଗା ଆଉ ମାତ୍ର ଥିଲେ ନାହିଁଟି ଉପାୟ। ଜଗା ଆମେ ମଧ୍ୟ ଦିନେ ଖାଇଥିଲେ ସବରି ଅଇଁଠ କୋଳି। ଜଗା ଋଷି ପରାଶର କୈବର୍ତ୍ତୀ କନ୍ୟାକୁ ସେ କରିଥିଲେ ବିବାହ। ଜଗା ମନା କରନି ଅଗ୍ରଜ, ସେ ଚଣ୍ଡାଳୁଣୀ ହୁଅନ୍ତୁ ପଛେ ତାଙ୍କରି ହସ୍ତରୁ ଆଜି ଆମେ କରିବା ଭୋଜନ। ଜଗା ମୁଁ ଆଜି ହେଉଛି ବଡ଼ ମହାଅପରାଧୀ। ବଧୂ ମହାଲକ୍ଷ୍ମୀକୁ ଧକ୍କା ଦେଇ କାଢ଼ିଛେ ବଡ଼ ଦେଉଳରୁ, ସେଥିପାଇଁ ଆଜି ଆମେ ସବୁ ହରାଇ ହୋଇଛେ ସର୍ବହରା। ସର୍ବହରା। ଭାଇ, ଏ ଉଦର ଜଳ ମୁଁ ଆଉ ସହିପାରୁନି। ଜଗା କ'ଣ ରୋଷେଇ ରୋଷେଇ ସରିଲାଣି? ଆଲୋ 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 ଆଲୋ, ଏ ହାଣ୍ଡି କଳସି କ'ଣ ଚୂନା ହୋଇ ପଡ଼ିଛି? କଥା କ'ଣ ରୋଷେଇ? ଚୁଲିରେ ନ ଜଳିଲା ଅଗ୍ନି, ସେଥିପାଇଁ ରାଗରେ ଅଗ୍ରଜ ସବୁ ବାଡ଼େଇ କରିଦେଲେ ଚୁନା। ମୁଁ କିଛି ଜାଣିନି ଗୋସାଇ, ମୁଁ ତୁମ ଦୁହିଁକୁ ଭଲରେ କହୁଛି, ଆମ ହାଣ୍ଡି କଳସି ନେଇକି ଯିବ, ନହେଲେ କିଛି ଭଲ ହେବନି କହିଦେଉଛି। ତୁମେ ଏବେ ଯାଅ ଦାସୀ, ତୁମ ମା ଶାନ୍ତିଣୀକୁ କହିବ ଭାଇ ଆମର ବିହିଲେ ସମ୍ମତ, ତାଙ୍କ ହାତରନ୍ଧା ପ୍ରସାଦ ଆମେ କରିବୁ ସେବନ। ଏତେବେଳକୁ ଠିକ ବୁଝିଲେ। ହଉ ଆସ, ଗାଧୋଇ ସାରି କରିବ ମଡ଼ହି। ଚାଲ ଚାଲ, ଆସୁନ। ଆଉ ବିଳମ୍ବ କର। ଆସ। ଆସ ଭାଇ ଆସ। କ'ଣ ଦେଖୁଛ ଅଗ୍ରଜ? ଦେଖୁଛି ଏ ଉଆସ, ଏ ପରା ଚଣ୍ଡାଳୁଣୀର ଉଆସ। ସେଥିପାଇଁ ମନେ ମନେ ଜାଗୁଛି ସନ୍ଦେହ। ଅଗ୍ରଜ, ସନ୍ଦେହ ପାଇଁକି ଅଗ୍ରଜ? ତୁମେ ସିନା ନିଚ ଜାତି ବୋଲି ତାଙ୍କୁ ଘୃଣା କରୁଥିଲ, ହେଲେ ତାଙ୍କ ମନରେ ନାହିଁ ଗର୍ବ ଅହଙ୍କାର। ଜଗା ତାଙ୍କ ମନରେ ଭରି ରହିଛି ସ୍ନେହ, ପ୍ରେମ, ମଧୁରତା। ଜଗା ଅଗ୍ରଜ, ଅଷ୍ଟ ବିମଣ୍ଡିତ ସୁବର୍ଣ୍ଣ ଛାଉଣି, ପ୍ରବାଳ ସ୍ତମ୍ଭ ବିରାଜିତ, ସତରେ ଇନ୍ଦ୍ରର ଐଶ୍ୱର୍ଯ୍ୟ, ସାର ଚଣ୍ଡାଳୁଣୀ ହୋଇ ସୁବାସ ମହକ ଏରାଜ ପ୍ରସାଦ। ଅଗ୍ରଜ, ଜଗା ଦାସୀ ଏପର୍ଯ୍ୟନ୍ତ କାହିଁ ଆସି? ଜଗା ତୁ ଠିକ୍ କହିଛୁ ରେ ଜଗା, ତୁ ଠିକ୍ କହିଛୁ। ସେ ନିଚ ଜାତି ହେଲେ ମଧ୍ୟ ତାଙ୍କ ମନରେ ଭକ୍ତି ପବିତ୍ରତା ଅଛି, ଏ ଦାସୀ, ସେଥିପାଇଁ ବଧୂ ମହାଲକ୍ଷ୍ମୀ ଚାଲି ଯାଇଥିଲେ ତାହାର ପୁରକୁ। ଆରେ କୁଆଡ଼େ ଗଲ? କ୍ଷୁଧାରେ ପେଟ ଆମର ଜଳିଗଲାଣି। ଓହୋ, ଆଉ କାହିଁ ବିଳମ୍ବ କରୁଛନ୍ତି? ବସୁନାହାନ୍ତି। ବସ ଅଗ୍ରଜ ବସ, ଆଣ ଆଣ। ବସି ଜଗା ଏଇଠି ଗୋସାଇ, ତୁମେ ଦୁହିଁ ବସିଥାଅ, ମୁଁ ଯାଉଛି ଅନ୍ନ ନେଇ ଆସୁଛି। ଏକାଥରେ ନେଇ ଆସିଲାନି, ଆଉ ଥରେ ଗଲାଣି। ଓହୋ ଭାଇ, ଅପେକ୍ଷା କର, ସେ ସବୁ ଜିନିଷ ନିଶ୍ଚୟ ଆଣିବେ। ଅପେକ୍ଷା କର। ଆରେ ଜଗା ସେ ଆଉ ବେଗେ ଆସୁନି, ଭୋକ ଲାଗିଲାଣି।
ଏ ଦାସୀ କୁଆଡ଼େ ଗଲ? ଆରେ ଶୀଘ୍ର ଆଣ। ଆରେ ଉତ୍ତର ଆମର ଜଳିଗଲାଣି। ଓହୋ ଜଗା ଜମା ସହି ହେଉନି, କାହିଁ ଆସିଲାନି ଏପର୍ଯ୍ୟନ୍ତ? ସେଇଠି ଗୋସେଇ ତୁମ ଦୁହିଁଙ୍କ ଭିତରୁ ବଡ଼ କିଏ ଆଉ ସାନ ତୋ କିଏ? ଆଖି କି କ'ଣ ଦୁଶୁନି? ମୁଁ ବଡ଼, ମତେ ଦେ। ଦଉଛି। ଏଇଠି ଗୋସେଇ ପୁଣି ଭୁଲିଗଲି। ମୁଁ ଯାଉଛି ଡାଲି ବେସର ମହୁର ସବୁ ନେଇ ଆସୁଛି। ଏକାଥରେ ନେଇ ଆସୁନି, ଥର ଥରକୁ ଯାଉଛି। ଆରେ ଜଗା ଆଉ ଅପେକ୍ଷା ନାହିଁ, ଚଲା। ଓହୋ ଏଇଠି ବଡ଼ ଗୋସେଇ ତୁମ ଥାଳିରୁ ଅନ୍ନ କୁଆଡ଼େ ଉଭେଇଗଲା ନା କ'ଣ ବା? ଉଭେଇ ଯିବ କାହିଁକି? ମୋତେ ଭୋକ ଲାଗୁଥିଲା, ମୁଁ ଖାଇଦେଲି। କାହିଁ ଆଉ କ'ଣ ଆଣିଛୁ? ଦେଲୁ। ହଁ ଦଉଛି ଗୋସେଇ ଦଉଛି। ଯେ ଦିଅ ଦିଅ। ଆରେ ଜଗା ରୋଷେଇଟା ଭାରି ବଢ଼ିଆ ହେଇଛି ରେ, ବଢ଼ିଆ ହେଇଛି। ଖା ଖା। ହଁ ଭାଇ ତମେ ଠିକ୍ କହିଛ। ଏତେ ଦିନ ହେଲା ଆମେ କିଛି ଖାଇନେ। ଓହୋ କି ଶାନ୍ତି ଲାଗୁଛି। ଆରେ ଜଗା ଖାଇଦିଅ ଭାଇ ଖାଇଦିଅ। ରୋଷେଇ ଭଲ ହୋଇଛି, ହେଲେ ଜାଣିଛୁ ଆମ ବଧୂ ମହାଲକ୍ଷ୍ମୀଙ୍କର ହାତ ରନ୍ଧଣା ପରି ଲାଗୁଛି ରେ, ଜାଣିଛୁ? ହେଲେ ଖାଇବା ଶେଷରେ ମନ ଜାଣି କିଏ ପୋଡ଼ ପିଠା ଦେବ କହିଲୁ? ଓହୋ ଭାଇ ସେ ଲକ୍ଷ୍ମୀକୁ ମନେ ପକାଇ ତୁମେ ଆଉ ଜିନିଷକୁ ଛୋଟ କରିଦିଅନି। ଖାଇଦିଅ ଭାଇ ଖାଇଦିଅ। ଜଗା ବଡ଼ ପୋଡ଼ ପିଠା ଖାଇଲା ବାଲା ନୁହଁ। ଏମିତି ଘରେ ଖାଉଥିଲ ନା ଏଠି ନୂଆ କରି ଖାଉଛ ବା? ଖାଇଲ 60 ପଉଟି ଭଙ୍ଗ କୁଆଡ଼େ ଅସୁର କିଲା ଭଳିଆ ଗିଳି ସାରିଲେଣି। ଆଉ କହନ୍ତି ପୋଡ଼ ପିଠା ଖାଇବେ? ସେଟା ପେଟ ନା ବାହାର ଥିଲା ପୋଖରୀ ବା? ତୁଳସୀ ନେ ଏଇ ପୋଡ଼ପିଠା ତାଙ୍କ ପତ୍ରରେ ଦେଇଦେ। ହଁ ମା ଦେଇ ଦଉଛି। ଅଗ୍ରଜ ଜଗା ଖାଇବା ଶେଷରେ ପୋଡ଼ ପିଠା ମିଳିଗଲା। ଓ ବହୁତ ଖୁସି। ଭାରି ଶାନ୍ତି ଲାଗିଲା। ଜଗା ହଁ ଆରେ ଜଗା ଆଜି ବଧୂ ମହାଲକ୍ଷ୍ମୀଙ୍କର କଥା ମନେ ପଡ଼ୁଛି ରେ। ଏମିତି ସୁସ୍ୱାଦୁ ବ୍ୟଞ୍ଜନ ରନ୍ଧନ କରି ଆମକୁ ଦିଅନ୍ତି, ଆଉ ଖାଇବା ଶେଷରେ ଏମିତି ପୋଡ଼ପିଠା ଦିଅନ୍ତି। ହେଲେ ଜଗା ଆମେ ତ କିଛି ସମୟ ହେଲା ଏ ସ୍ଥାନକୁ ଆସିଲେଣି, ହେଲେ କାହିଁ କୌଣସି ପୁରୁଷ ଜଣେ ଦେଖୁନି ତ? ହଁ ଭାଇ ଆମକୁ କ'ଣ ଆଣିଛନ୍ତି ଶୁଳି ଦେବା ପାଇଁ? ତମେ ଠିକ୍ କହୁଛ। ଜଗା ଏ ପର୍ଯ୍ୟନ୍ତ ଆମେ ପୁରୁଷ ଲୋକ ଜଣେ ହେଲେ ଦେଖିଲେନି। ତମେ ବାହାରେ ଅପେକ୍ଷା କରିଥାଅ, ଜଗା ମୁଁ ଯାଇକି ଭିତରକୁ ଦେଖୁଛି। ଅପେକ୍ଷା କରୁଛ ଭାଇ, ମୁଁ ଭିତରକୁ ଯାଉଛି। ତୁ ଯା ଜଗା, ମୁଁ ଅପେକ୍ଷା କରିଛି।
जगाटा साथी आसिले माड़ खाई हेले ये भीतर को गला मुए बाहर अपेक्षा करी से भीतर आसिला पर्यंत मुझे अपेक्षा करी हाँ हाँ मुझे अपेक्षा करी ए देउल मो बड़ देउल परी लगुच ए सब जिनिस हूँ मो बड़ देउलर जिनिस हेले लक्ष्मी गले कुआड़े लक्ष्मी 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 मो कथा थरे शुण लक्ष्मी मो कथा थरे शुण अछुआ देवी को देली छुई रे मोरा देह मना गलन रे तुम पड़िदात्री महारे रे अछुआ देवी को देली छुई रे मोरा देह मना गलन रे मोरा देह मना गलन रे मथा मोर नई गला चरण तले केते दुख लेखा थिला ए पोड़ा कपाळे जानी तो नथिली मुही रे तुम पड़िदात्री महादेई रे तुम पड़िदात्री महादेई रे अजाड़ी देला मो पादे भक्ति कसस उठी गला मोर मनो थिला जलस झरी पड़िला मथारो जेते अहमिका जानी मु आसी एका नेबी मुही एका जन गंगारे देला थई रे तुम पड़िदात्री महादेई रे तुम पड़िदात्री महादेई रे एते आपणार कल मणि नेब बोली एते मत आसी मोही जानी मु नथिली काटी दियो रागरुषा अमाप माप थरे देखी देले तुम मन भूला रूप ज्ञान गंगारे देला थई रे मुत सुवर्ण क्षेत्र गोसाई रे तुम पड़िदात्री महादेई रे ଆଉ କାହିଁକି ଆସିଛନ୍ତି ପ୍ରଭୁ ଆଉ କାହିଁକି ଆସିଛନ୍ତି ମୁଁ ଯଦି ତୁମ ଦୁଇ ଭାଇଙ୍କୁ ଅନ୍ନ ପରସିବି ତାହେଲେ ତୁମ ଜାତି ଚାଲିଯିବ ମୁଁ ଯଦି ତୁମ ବଡ଼ ଦେଉଳରେ ପ୍ରବେଶ କରିବି ତୁମ ବଡ଼ ଦେଉଳ ଅପବିତ୍ର ହେଇଯିବ ଫେରି ଯାଆନ୍ତୁ ପ୍ରଭୁ ଏ ଚଣ୍ଡାଳଠାରେ ଆଉ କାହିଁ ସ୍ନେହ ଦେଖାଉଛନ୍ତି ଫେରି ଯାଆନ୍ତୁ ଏଠାରୁ
ତୁମେ କ'ଣ ମୋତେ କ୍ଷମା କରିବନି ଲକ୍ଷ୍ମୀ? ମୋତେ କ୍ଷମା କରି ଫେରିଯିବନି ଆମ ବଡ଼ ଦେଉଳକୁ? क्षमा करदेवी प्रभु, क्षमा कर फेरीजी बड़ देउल को, किंतु किंतु मोर गोटे शर्त रे। ସର୍ତ୍ତ? କ'ଣ ତୁମର ସର୍ତ୍ତ? मो शर्त ए चंडाली महाप्रसाद रंधन कले ताकू आचंडाल ब्राह्मण समस्ते करिवे भोजन। महाप्रसाद सेवन करी केही हेले हस्त धौत करिवे नाही, हस्त को मुंडरे पोछिबे। ବାସ୍ ଏତିକି ନା ଆଉ କିଛି କହିବୁ? प्रभु बड़ देउल सार्वजनीन हब, हरिजन गिरिजन आचंडाल ब्राह्मण समस्ते बड़ देउल प्रवेश करें। बड़ देउल जाति प्रथा रही पारिबनी। बड़ दल किए का कहबेनी अछुआ मनीष। ମୁଁ ତୁମର ସବୁ ସର୍ତ୍ତ ଶୁଣିଛି। ସବୁ ରାଗ ଅଭିମାନକୁ ଦୂର କରି ଫେରି ଆସ ଆମର ସେ ବଡ଼ ଦେଉଳକୁ। ହଁ, ଫେରି ଆସ ଆମର ସେ ବଡ଼ ଦେଉଳକୁ। ଆସ ଜଗା, ଫେରି ଆସ ଆମର ସେ ବଡ଼ ଦେଉଳକୁ। ଆସ ଲକ୍ଷ୍ମୀ, ସବୁ ମାନ ଅଭିମାନକୁ ଦୂର କରି ଫେରିଯିବା ଆମ ବଡ଼ ଦେଉଳକୁ। ଆଜିଠାରୁ ବଡ଼ ଦେଉଳର ରହିବନି ଜାତି ଅଜାତି ଭେଦଭାବ କିଛି। ଆଉ ଏ ବଡ଼ ଦେଉଳରେ କେହି କାହାରିକୁ କହିବେ ନାହିଁ ଅଛୁଆଁ ମଣିଷ।